ଆମେ ଗୋଟେ ଗଣିତ ସରଳ କରିବା ବନ୍ଧନୀ କାର୍ଯ୍ୟ ବ ହ ର ଗୁ ମି ସେ ଅନୁସାରେ ବନ୍ଧନୀ ଦେଇଛି ତେଣୁ ବନ୍ଧନୀ ପ୍ରଥମେ ଆମେ କରିବା ରେଖା ବନ୍ଧନୀ କାର୍ଯ୍ୟ ତାପରେ କରିବା ଚନ୍ଦ୍ର ବନ୍ଧନୀ କାର୍ଯ୍ୟ ତାପରେ ଆମେ କୁଟିଳ ବନ୍ଧନୀ ତାପରେ ବର୍ଗ ବନ୍ଧନୀ କାର୍ଯ୍ୟ କରିବା। ତାହେଲେ ଦେଖିବା ଗଣିତଟା କେମିତି ସରଳ କରିବା। ଆଗ 5 ରହିଲା 5 into 9 ପ୍ଲସ୍ କୁଟିଳ ବନ୍ଧନୀ ଦେଲ 30 ପ୍ଲସ୍ 6 ଡିଭାଇଡେଡ୍ ବର୍ତ୍ତମାନ ଆମେ କଣ କରିବା ରେଖା ବନ୍ଧନୀ କାର୍ଯ୍ୟ କରିବା 2 के 2 ପ୍ଲସ୍ ତାପରେ ଆସିଲା ଚନ୍ଦ୍ର ବନ୍ଧନୀ 8 ମାଇନସ୍ 3 8 ବେଳେ ଆମେ 3 କଲ କୁଟିଳ ବନ୍ଧନୀ ଦିଅ ତାପରେ ବର୍ଗ ବନ୍ଧନୀ 5 into 9 plus 13 6 divided 2 plus তাহলে চন্দ্র বন্ধনী ଅଛି বিয়োগ 8 ରୁ 3 গলে 5 ବର୍ତ୍ତମାନ ଚନ୍ଦ୍ର ବନ୍ଧନୀ ଉଠେଇ ଦିଅ ତାପରେ କୁଟିଳ ବନ୍ଧନୀ ଭିତରେ କଣ ଅଛି ହରଣ ଅଛି ମିଶାଣ ଅଛି ତେଣୁ ଆଗ ହରଣ କାର୍ଯ୍ୟ କରିବା କୁଟିଳ ବନ୍ଧନୀ ଭିତରେ 5 into 9 plus 13 plus 6 କୁ 2 ରେ ହରି ଦିଅ କେତେ ହେଲା 3 3 ରେ 5 ମିଶେଇବ କୁଟିଳ ବନ୍ଧନୀ ତାହେଲେ ବନ୍ଧନୀ ଭିତରେ କଣ ଅଛି ତିନିଟା ଯାକ ମିଶାଣ ଅଛି ମିଶେଇ ଦିଅ କେତେ ହେଇଗଲା 5 into 9 plus 13 16 16 5 21 ବର୍ତ୍ତମାନ କୁଟିଳ ବନ୍ଧନୀ ଉଠେଇ ଦିଅ ଆଉ ରହିଲା ବର୍ଗ ବନ୍ଧନୀ 5 into 21 ରେ 9 ମିଶେଇ ଦିଅ କେତେ ହେଇଗଲା 30 ବର୍ତ୍ତମାନ ବର୍ଗ ବନ୍ଧନୀ ଉଠିଗଲା 30 ରେ 5 ଗୁଣି ଦିଅ उत्तर ହେଇଗଲା 150 ବୁଝିଲା ମାନେ ଆପଣ ଯଦି ନୂଆ ଅଛନ୍ତି ତାହେଲେ এই ଚ୍ୟାନେଲଟି କୁ ଫଲୋ କରନ୍ତୁ ଲାଇକ୍ କରନ୍ତୁ ଏବଂ ଆମର YouTube ଚ୍ୟାନେଲ କୁ ମଧ୍ୟ ସବସ୍କ୍ରାଇब କରନ୍ତୁ ଯେମିତିରେ କି ଆପଣ ପାଠ ପଢ଼ା ଭିଡ଼ିଓ ପାଇ ପାରିବେ ପିଲାମାନଙ୍କ ପାଇଁ ପାଠ ପଢ଼ିବା ସହଜ ହେବ ଏବଂ ସୁନ୍ଦର ଭିଡ଼ିଓ ଗୁଡ଼ିକ ଆମର YouTube ରେ ଉପଲବ୍ଧ ତେଣୁ ଜଲ୍ଦି ଜଲ୍ଦି ସବସ୍କ୍ରାଇब କରିଦିଅନ୍ତୁ YouTube ରେ ଯାଇକି ନମସ୍କାର।